ବାବୁ ଆଉ ପୁଣି କଣ? ନାଇଁ ଏତିକି ସମୟ କଥା ଦେଇଛ ତମ କଣ୍ଠସ୍ୱର ପାଇଁ ମୋତେ ଚିହ୍ନା ଚିହ୍ନା ବିଶ୍ୱାସ କରିଛନ୍ତି ଲାଗା ତମେ ମୋର ଅତି ପରିଚିତ। ବାବୁ ଅନ୍ୟ ଦୁଃଖରେ ଦୁଃଖୀ ଏମିତି ଚିହ୍ନା ଚିହ୍ନା ଲାଗେ କାହିଁ ଆପଣଙ୍କ କଣ୍ଠସ୍ୱର ତ ମୋତେ ଚିହ୍ନା ଚିହ୍ନା ଲାଗୁନି। ଆପଣ ସହିତ ଆଗରୁ ମୋର ଦେଖା ହେଇଛି ବୋଲି ସେମିତି ଧାରଣା କରି ମୋ ମନ ଭିତରେ ଆସୁନି। ହଉ ଠିକ ଅଛି ଯଦି ତମେ ଖରାପ ନ ଭାବିବ ତାହେଲେ ବାସ୍ ଥରେ ତମ ମୁହଁକୁ ଦେଖିବା ପାଇଁ ଚାହେଁ କିନ୍ତୁ କାହିଁକି ସେଇଥିରେ ବୁଝିଲା ଭାବିବା ପାଇଁ ଚାହୁଁଛି ତମେ ଏମିତି କଣ ପାଇଁ ଆପଣଙ୍କୁ ଦେଖି ସାରିବା ପରେ ଇଚ୍ଛା ହବ ଆପଣଙ୍କ ଠିକଣା ଜାଣିବାକୁ। ଆଉ ଠିକଣା ଜାଣି ସାରିବା ପରେ ଗୋଟେ ମାର ମନଟା ବିଫଳ ହେଉଥିବ ତା ଛୁଆଟାକୁ ଦେଖିବାକୁ ତାକୁ ଟିକେ କୋଳରେ ଧରିକି ହେଲା କରିବାକୁ। ଆଉ ସେ ସୁଯୋଗ ବୁଝେ ତମକୁ ଦିଏ କାହିଁକି ଆପଣ ଶୋଇବାର ସାପ ଆଗୁରେ ହାତ ମାରୁଛନ୍ତି? ଦର୍ଶନ ସହିପାରିବେନି ଉଭୟକୁ କଷ୍ଟ ହବ। ଆରେ କିଛି ହବନି କିଛି ବି ହବନି ମୋର ଭରସା ରଖ କିଛି ବି ହବନି। ଭରସା ଅଛି ମୋତେ ବୁଝି ଯିବା ପାଇଁ ଆଉ ଆପଣ ମୋତେ ବାଧ୍ୟ କରନ୍ତି ମୁଁ ପାରିବିନି ବାବୁ। ମନା କରନି ପାରିବିନି। ଦେଖ ତ ମୁହଁ ଦେଖିବା ପାଇଁ କେମିତି ଅଧିକ ଅର୍ଥ ରଖିପାରିବି ମୁଁ ତାର ଦେବା ପାଇଁ ପ୍ରସ୍ତୁତ ଅଛି ମନା କରନି। জি ବାବୁজি ଏମିତି କାମର ଅର୍ଥ ଆବଶ୍ୟକତା ହୁଏନି। ଆବଶ୍ୟକତା ହୁଏ ଆନ୍ତରିକତା। ତାମାନେ ତମେ କହୁଛ ଏତିକି ସମୟ କଥା ଭାବିଲେ ଆମର କିଛି ଆନ୍ତରିକତା ନଥିଲା ବାବୁ ଆମର କିଛି ନିରୂପଣ ନଥିଲା ନିରୂପଣ ପାଇଁ ଉତ୍ତର ଦିଅ। ବାବୁ ମୁଁ ଆପଣଙ୍କୁ କେମିତି ବୁଝେଇବି? ଏମିତି କରିବା ଦ୍ୱାରା ଆପଣଙ୍କ ସଂସାରଟା ଭାଙ୍ଗିଯିବ। ସେ ଯାଉ ନେଇ ଯାଉ ବାସ୍ ଥରେ ତମ ମୁହଁକୁ ଦେଖିବା ପାଇଁ ଚାହେଁ ବାବା ମାମା ଯୋଉ ସୌଭାଗ୍ୟ ତମେ ଆମକୁ ଦେଇଛ ତମ ମୁହଁରେ ଦେଖିକି କଣ କଷ୍ଟ ହବ ବିଶ୍ୱାସ କର ତମ ମୁହଁରେ ଦେଖିଲେ ଗୋଟେ ବହୁତ ବଡ଼ ଅବସର ରହିଛି ଠିକ ଅଛି ବାବୁ ମୋ ମୁହଁ ଦେଖିବା ପାଇଁ ଯଦି ଆପଣଙ୍କର ଏତେ ଅଛି ତାହେଲେ ମୁଁ ମନା କରିବି କାହିଁକି? ଦେଖନ୍ତୁ ମୋ ମୁହଁ ଆଉ ଚିହ୍ନି ନିଅନ୍ତୁ କିଏ ସରଗେଟେର ମଦ।